ନା କଣ ତଳେ ଲେଖା ହେଇଛି? ସେହି ମନୁଷ୍ୟର ନାମ ନାବଲ କଣ? ଓ ସେ ବ୍ୟକ୍ତିଙ୍କ ନାଁ କଣ? ନାବୋଲ ହେଲା। ନାବୋଲ, ନାବୋଲ ନା ହେଲା। 25 ପଦ ଟିକେ ପଢିବେ। ବିନୟ କରୁଅଛି ମୋହର ପ୍ରଭୁ ସେହି ପାପାଧମ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ, କାରଣ ତାହାର ନାମ ଯେପରି ସେ ସେପରି। ତାହାର ନାମ ନାବଲ ମୃଢ଼ ଓ ମୃଢ଼ତା ତାହାଠାରେ ଅଛି। ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖି ନାହିଁ। ଓକେ, ସେଇ ସ୍ତ୍ରୀ ତାଙ୍କ ସ୍ୱାମୀ ବିଷୟରେ କହୁଛନ୍ତି। ସେହି ତାର ନାଁ ଯେମିତି ନାବୋଲ, ତା ନାବୋଲ ମାନେ କଣ? ମୂଢ। ମୂଢ ବୋଲି କହିଲେ ଇଂଲିଶ ରେ ହଉଛି ସେନ୍ସଲେସ୍। ସେନ୍ସଲେସ୍ ମାନେ କାହାର କିଏ ସେନ୍ସଲେସ୍ ଥିବ? ପାଗଳ। ହଁ, ଆତ୍ମିକ ସ୍ତ୍ରୀ ମାତ୍ର ପାଗଳ ସ୍ୱାମୀ। ଏଇ ନାବୋଲ କି ପ୍ରକାର ଲୋକ? ଧନୀ ବ୍ୟକ୍ତି, ପାଗଳ ହେଲା। ନାବଳଙ୍କର କ୍ୱାଲିଟି ହେଲା, ଲେଖା ଯାଉଛି ନା କେମିତି ଧନୀ। 2 ପଦ। ସେହି ସମୟରେ ମାୟନ ସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା। ସେ ଅତି ବଡ ଲୋକ, କେବଳ ବଡ ଲୋକ ନାହିଁ, କେମିତି ବଡ ଲୋକ? ଅତି ବଡ ଲୋକ। ତାହାର 300 ମେଷ, 100 ଛାଗିଥିଲେ। ପୁଣି ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା। ସେ ସେଇ ପ୍ରକାର ଲୋକ। ଆଉ ଯଦି ଆମେ 3 ପଦ ଆମେ ପଢୁଥିଲୁ, ପଢନ୍ତୁ। ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବିଗଲ। ଭାର୍ଯ୍ୟାର ନାଁ କଣ? ଓକେ, ଅବିଗଲ। ଅବିଗଲ ହେଲା। ଅବିଗଲ, ଅବିଗଲ କେମିତି? ଅବିଗଲ ସେହି ସ୍ତ୍ରୀ ବୁଦ୍ଧିମତୀ ସେ ସ୍ତ୍ରୀ କେମିତି? ଓହୋ, ବୁଦ୍ଧି ମତି, ରୂପବତୀ କି ଆହୁରି। ଓହୋ, ପ୍ରେଜ୍ ଦ ଲର୍ଡ। ଓ ହଁ, ବୁଦ୍ଧିମତୀ ଆଉ ରୂପବତୀ। ମାତ୍ର ଏ ନାବୋଲ ବିଷୟରେ ଲେଖା ଯାଉଛି କଣ? ହଁ, ଇଏ ବାପା କଟୁ ଭାଷୀ। ମାନେ କଣ? ତାହାର କଥା ଯାକ କେମିତି ଲାଗୁଥିବ? ପିନ୍ ଫୁଡିଲା ପରେ ଲାଗୁଥିବ। ଏକାନି ଆଣି ଦଉଥିବ ମାଂସ, ଏକାନି ଆଣି ଦଉଥିବ ଶାଢୀ। ଆରେ କଣ କରୁଥିବ? ତୋ ବାବାର କାଳେ କେ ପିନ୍ଧିଛୁ କି? ଖାଇଛୁ କି? ଖା ପିନ୍ ବୋଲିକିନା ଛୁଞ୍ଚି ମାରୁଥିବ। କଥା ସେମିତି। ଘର ଲୋକ ଯଦି ଆଇବେ, ସ୍ତ୍ରୀ ଲୋକ ବସିକିନା ଖୁଆଇ ଦଉଥିବ। ଆସିଥିଲେ, ଖାଇଲେ ଏତେ ଏତେ, ଆମକୁ ଅଣ୍ଟଲା ନାହିଁ। ପୁରା କଟୁ ଭାଷୀ ଏଇଟା। ଦେଖନ୍ତୁ, ଖାଇବାକୁ ଦଉଛନ୍ତି, ମାତ୍ର ତାପରେ ଆଙ୍କର ଭାଷା ମଧ୍ୟ। ନାଗ ଆଗେ ଆସୁଛନ୍ତି। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ଆଜ୍ଞା, ବସନ୍ତୁ ଆପଣ ପ୍ଲିଜ। ହଁ, ବହୁତ ବଢିଆ କଥା। ଆମମାନଙ୍କର କଟୁ ଭାଷୀ ବୋଲି ବୁଝିପାରୁଛନ୍ତି? ହଁ, ବୁଝିଲେ ତ ଆପଣ ମାନେ, ବଢିଆ ବୁଝୁଛନ୍ତି। କଟୁ ଭାଷୀ। ଓକେ, ପୁରା କଟୁ ଭାଷୀ। ଏଟା ଦୀର୍ଘ ଏଇଟା ଲଟା। ଓକେ, ନେକ୍ସଟ କେମିତି? କିଏ ପଢ ମାଇକ ରେ? ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ହଁ, ଓ ସେ କାଲେବ ବଂଶଜ ଥିଲା। ଓକେ, ବୋଲେ ତାର କ୍ୱାଲିଟି ଦେଖନ୍ତୁ। ଧନୀ ବ୍ୟକ୍ତି, କଟୁଭାଷୀ, କୁକର୍ମକାରୀ। ଆହୁରି ଏଠି ଗୋଟେ ଅଛି କଣ? କାଲେବ। ନାଇଁ ନାଇଁ, କାଲେବ ବଂଶ। ହଁ, ଟିକେ ମୁଁ ଆପଣ ମାନଙ୍କୁ ଏସବୁ ଜାଗା କହୁଛି। ଆହୁରି କେମିତି ସେ, ଯଦି ଆମେ ପଢିବା 36 ପଦ ଟିକେ ପଢନ୍ତୁ। ଏ ଉତ୍ତାରେ ଅବିଗଲ ନାବୋଲ ନିକଟକୁ ଆସିଲା। ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା। ପୁଣି ନାବୋଲ ଅତିଶୟ ମତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା। ଆଉ କେମିତି ସେ? ଏମିତି ବ୍ୟକ୍ତି ଧନୀ ଅଛି ହେଲା, କଟୁଭାଷୀ, କୁକର୍ମକାରୀ, ଆହୁରି ମଦୁଆ। ହେଲେ ଏତେ ଭଲ ସ୍ତ୍ରୀକୁ କେମିତି ସେ ବାହା ହେଲା? କୁହନ୍ତୁ। ଏମିତି, ଏଟା ଭଲ ଚରିତ୍ର। ଏଟା ଧନୀ ଅଛି ସିଏ, ତା ପଛେ କଣ ସବୁଠୁ ବଡ ବିଷୟ? ଏଟା କଣ? କାଲେବ ବଂଶ। କାଲେବ ବଂଶ ମାନେ କଣ? ସାଧାରଣ ଲୋକ ନାହିଁ।
कालेब जो प्रकार काम करिसंती जो समय रे इस्राएल रो 12 जन जाइथिले नगर अनुसंधान करबा पई समस्त आसी कंदेले ए कहले नाई आमे से मान को मारी पारबा गोटे हीरो वंशर लोक आंगर वंश मध्य बहुत बढ़िया वंश से वंश रु आसीचंती मात्र भलो लोक नहांती कहा को बाहाइचंती गोटे बहुत भलो केवल रूपवती नहीं और बुद्धिमती मध्य ए स्त्री केमती स्त्री आत्मिक स्त्री केमिति एमाने बाहाकर ही गले कु प्रकार एमान को मैरिज ही गला कौन देखी बाहा ही गले बुझंतु किए गोटे मेडिटेटर थिबे से जाय कहिथिबे नाबल बहुत आत्मिक तांकर परिवार बहुत प्रार्थना बाट परिवार बहुत आत्मिक तांकर घर टीवी लागबो नहीं तांकर घरे किसी शब्द सुना जीवो नहीं संध्या प्रार्थना हेउतिबो एमती तो आउ केमिति मिछ कथा कोई कोई मिसे बाहागर कराई देबे पिला चाकरी करूची कुटी करूची हां मोर साली पय गोटे प्रस्ताव आस्तिला से दामनजोड़ी रे चाकरी करूचंती बोल कहला बेले गोटे नंद दुकान रे काम करूची से मु भाबी नै से नंद दुकान में दामनजोड़ी मते जणा नै सेटा मिछ कथा कही कि ना एमाने जो मेडिटर माने कौन कर देबे बाहा करे देबे सावधान ए मेडिटर गुडी को जो मेडिटर जाको आजिकल विवाह प्रस्ताव धरी बुलुचंती ना बहुत आत्मिक बहुत भलो बेले बेले आम घर को आसी कि ना ए फोटो एटा का तुमरो झियर फोटो ता संगे संगे फोन गोटे झियो अछि आज्ञा बहुत आत्मिक प्रार्थना बाट बहुत जीव उपवास बहुत करबो हे बुआ मोर झियो केबे चिन्हलाए गोटे देखारे एका बहुत आत्मिक बहुत भलो बोली कि ना बेकार बेकार कहि दउथिबो ए जो मेडिटर माने अछंती ना ए मेडिटर माने तांकु किछि फायदा पाई बाहागर कराई देबे ता पछे जेंती होचो हो तुमे एही प्रकार भूल काम आमे करबा कथा नुहे से केमिति भाबरे देखंतु एही प्रकार व्यक्ति को से बाहाई गले आर भलो गुण कोन ये गोटे भलो वंशरु आसीछि आउरी धनी व्यक्ति आउरी किछि भलो गुण नाही मधुआ से कौन लिखा गला देखो मैं पढ़ुची 36 रे एउतारे अबिगल नाबर निकट को आसिले सेते बेले देखो से अपना गृह रे राज भोज परी भोज करुथिला पुणी नाबल अतिशय मत थिबारु देखो बेसी पी थिबारु नहीं कि प्रभु जीसु पाद धर गीत स्टार्ट केते जण अछंती टिके पिकअप हे गले पिकअप हे गले आत्मा जागृति हे जीवो जेते बेले जानबे ओहो नाना आज पीची सेति भाई गीत गाउची आज के जण अछंती पीले बेले से दांडरू आका आसीबो की अवस्था गुडी कोठा जाक सेही एही अवस्था एटा पी दला परे यार मन एते हृष्ट एते आनंद एही प्रकार गोटे पुरुष सहित गोटे आत्मिक स्त्री बाहा गला मात्र एही स्त्री आत्मिक स्त्री से कौन सी प्रकार भाव कंप्लेन करने केमिति बाहा गली केमिति मु भूल करदेली से एही प्रकार जीवन बिताऊ नहीं आगु छाड़ी देबे आगु पळै जीवे एही प्रकार मनोभाव हाथ धरिचंती हमर ख्रिस्टियन जीवन रे जार हाथ धरलु जीवन सारा चलबार अछि अधारु छाड़ी हेबो नहीं से हाथ धरवा पूर्वर सब इनक्वारी कर पुओ भल अच्छी कि झील भल अच्छी कि इनक्वारी कला पर जाइना हाथ धर हाथ धरी सारला परे आओ भल लागू नहीं ड्रेस बैगन हाँ तते छाड़ी देवी मुई टिके गंडगोल लगले तते छाड़ी देवी मुई तते मुई छाड़ी देवी बोले नहीं कहूँ आपण मान केमिति एमान के जिते बड़े ए प्रकार चली स्टोरी टाक आपण मान बहुत सुंदर भाव में कहबा पाई चाहे धनी लोक आ जिते बड़े धनी लोक से सब काम करुछि आमे पढ़िबा 5 पदरु पढ़िबा तहिरे दाऊद 10 जण जुबांकु पठैले 5 पदरे 10 जण जुबाकु पठैले ओ दाऊद से जुबा मानकु कहिले तुम्भे माने कर्मिल को उठी नाबल कतिकी जाओ ओ मोहर नाम रे ताहाकु नमस्कार जणाओ जणाओ
ପୁଣି ତାହାକୁ ଏପରି କୁହ, ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ହେଉ। ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ। ଆମ୍ଭେ ଶୁଣିଲୁ ତୁମ୍ଭର ଲୋମଚ୍ଛେଦକ ମାନେ ଅଛନ୍ତି, ତୁମ୍ଭର ମେଷପାଳକ ମାନେ ଏବେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ଆମ୍ଭେମାନେ ସେମାନଙ୍କର କୌଣସି ଉପକାର କରିନାହୁଁ, କିଅବା କର୍ମିଲରେ ଥିବା ସମୟ ଯାକ ସେମାନଙ୍କର କିଛି ହଜି ନାହିଁ। ଏ ଯୋଉ ନାବଲର ମେଷ ଚରେଇବା ଲୋକମାନେ ଯେତେବେଳେ ଜଙ୍ଗଲରେ ଚରଉଥିଲେ, ସେଇ ସମୟରେ ଦାଉଦ ଆଉ ତାଙ୍କ ଲୋକମାନେ ଥିଲେ। ଯେତେବେଳେ ମେଷ ଚରେଇଲା ବେଳେ ବାଘ ଆସି ଖାଇଦବ, ଭାଲୁ ଆସି ଖାଇଦବ, ଲୋକମାନେ ଆସିକି ନେଇଯିବେ। ସେଇ ସମୟରେ ସାଉଲ ରାଜା ଦାଉଦଙ୍କୁ ମାରୁଥିବାରୁ ଦାଉଦ ଜଙ୍ଗଲ ଭିତରେ ଲୁଚି ବୁଲୁଥିଲେ। ଯେତେବେଳେ ଦେଖିଲେ, ଓହୋ ଏଇଟା ନାବଲର ଲୋକମାନେ, କି ନାବଲର ବଂଶ ହେଲା ଜିହୁଦା ବଂଶ, ଦାଉଦର ବଂଶ ମଧ୍ୟ ଜିହୁଦା ବଂଶ, ଦୁଇ ଜଣ ଗୋଟେ ବଂଶର ଲୋକ। ସେଥିପାଇଁ ଓହୋ ଆମର ନିଜର ଭାଇ କି, ଠିକ ଅଛି, ଆର କିଛି କ୍ଷତି କରିବା ନାହିଁ, ଆମେ କଣ କରିବା, ଆର ମେଷକୁ ଜଗବା। ଆମେ ଜଗଲା ପରେ କିଛି ଦିନ ଗଲା ପରେ ଶୁଣୁଛନ୍ତି ଯେ ନାଇଁ, ନାବଲ ମେଷ ଲୋମ ଛେଦନ କରୁଛି। ବୋଲେ ସେଇଟା ହଉଛି କଣ, ଶସ୍ୟ କାଟିବାର ସମୟ। ତାହେଲେ ଯାଅ, ଆମେ ତ ଆମେ ପରିଶ୍ରମ କରିଛୁ, ଜଗିଛୁ, ତୁମେ ଯାଅ ଆରି କୁହ, ଆହୁରି ସେ କିଛି ଟଙ୍କା ଦଉ, କିଛି ଧନ ଆମକୁ ଦିଅ, ଆମେ ଏତେ ପରିଶ୍ରମ କରିଛୁ, ତାକୁ ଯାଇକିନା ଟିକେ କୁହ, ଟିକେ ଜଣେଇ ଦିଅ ବୋଲି କହିବାରୁ ଏମାନେ ଆସୁଛନ୍ତି ଆଉ ମାଗବା ପାଇଁ। ପଢନ୍ତୁ 8 ପଦରୁ। ତୁମ୍ଭେ ଆପଣା ଯୁବାମାନଙ୍କୁ ପଚାର, ସେମାନେ କହିବେ, ଏ ହେତୁ ଏହି ଯୁବାମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଆନ୍ତୁ, କାରଣ ଆମ୍ଭେମାନେ ଶୁଭ ଦିନରେ ଆସିଅଛୁ। ବିନୟ କରୁଅଛୁ, ତୁମ୍ଭ ହସ୍ତରେ ଯାହା ଆସେ ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ। ପଢ। ତହୁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହି ସବୁ କଥା କହି କ୍ଷାନ୍ତ ହେଲେ। କ୍ଷାନ୍ତ ହେଲା ପରେ ସେ ନାବଲର ଉତ୍ତର ଟିକେ ଶୁଣନ୍ତୁ। ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ? ଦେଖ, ଦାଉଦ କିଏ? ଯିଶିର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିପ ଠାରୁ ବିଗିଡ଼ି ବୁଲୁଅଛନ୍ତି। ତେବେ ମୁଁ କଣ ଆପଣା ରୋଟି ଓ ଆପଣା ଜଳ ଓ ଆପଣା ଲୋମଚ୍ଛେଦକ ମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଆଡର ଅଜ୍ଞାତ ଲୋକମାନଙ୍କୁ ଦେବି? କି ଭାଷା? କଟୁ ଭାଷା ବ୍ୟବହାର କରୁଛି। ସେମାନେ ଆଙ୍କ ପାଇଁ ସାହାଯ୍ୟ କରିଛନ୍ତି, ଦେବା କଥା, ମାତ୍ର ନ ଦେଇକିନା ଦାଉଦ କିଏ, ଯିଶିର ପୁତ୍ର କିଏ, ଏଇଟା ସବୁ ମୋରଟା, ଏଇଟା ମୁଁ ଖାଇବି, ମୁଁ ପିଇବି, ମୁଁ କାହାକୁ ଟଙ୍କାଟି ଦେବି ନାହିଁ, ଏହି ପ୍ରକାର ମନୋଭାବ କାହାର? ଏଇଟା ନାବଲ। ଏହି ପ୍ରକାର ମନୋଭାବ ଯେତେବେଳେ କରିଛି, ଦାଉଦ କିଏ ଜାଣିଛନ୍ତି? ରାଜା, ଇସ୍ରାଏଲର ରାଜା। ସେ ରାଜାଙ୍କୁ ଏହି ପ୍ରକାର ଜବାବ ଦଉଛି। ସେ ରାଜାଙ୍କର ଦୟାରେ ବଞ୍ଚୁଛି, ରାଜାଙ୍କୁ ଜବାବ ଦଉଛି। ଏହି ପ୍ରକାର ଜବାବ ଦେଇଛି। କଣ ହେଇଛି? ତହୁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେଇ ସବୁ କଥା ତାଙ୍କୁ ଜଣାଇଲେ। ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ। ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ। ତହୁ ଦାଉଦଙ୍କର ପଛରେ ଉଣାଧିକ 400 ଲୋକ ଗମନ କଲେ, ପୁଣି 200 ଲୋକ ସାମଗ୍ରୀ ପାଖରେ ରହିଲେ। ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବିଗଲକୁ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ। ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼େଇଲେ। ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ। ପୁଣି ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବା ଯାଏ ଆମ୍ଭମାନଙ୍କର କୌଣସି ଉପକାର ହୋଇନାହିଁ, କି ଆମ୍ଭେମାନେ କିଛି ହରାଇ ନାହୁଁ। ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟ ଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ୱରୂପ ଥିଲେ। କେତେ ଉପକାର କରିଛନ୍ତି। ଏତେ ଉପକାର କରିଥିଲା ବେଳେ ମଧ୍ୟ ଏ ଜାଣୁନାହିଁ, ଚିହ୍ନୁ ନାହିଁ। କାହିଁକି? ଇଏ କିଏ? କଟୁଭାଷୀ, ମୂଢ, ପାଗଳ ପରି ବ୍ୟକ୍ତି। ଇଏ ସବୁ ମୋରଟା, ମୁଁ ଖାଇବି, ମୁଁ ଗିଳିବି, ମୁଁ ମରିବି ବୋଲା ପରି ଆର ମନୋଭାବ, ଆର କାହାକୁ ଦେବ ନାହିଁ। ତା ପଛେ କଣ ହଉଛି ଦେଖନ୍ତୁ, ସେ ସ୍ତ୍ରୀଙ୍କର ମନୋଭାବ ଟିକେ ଦେଖନ୍ତୁ। ଏହେତୁ ଏବେ ତୁମର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ। କାରଣ ଆମ୍ଭମାନଙ୍କ କର୍ତ୍ତା
ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି। ହଁ। ମାତ୍ର ସେ ଏପରି ପାପଧନ ସନ୍ତାନ ଯେ ତାଙ୍କୁ କେହି କିଛି କହି ନ ପାରେ। ତା ଦାସ ମଧ୍ୟ କହୁଛନ୍ତି ସେ ଏମିତି ଦୁଷ୍ଟ ଲୋକ କିଏ କହିଲେ ମଧ୍ୟ ବୁଝିବ ନାହିଁ, କେତେ କିଏ ବୁଝାଇଲେ ବୁଝିବେ ନାହିଁ। ଏମିତି ସ୍ୱାମୀ ମାନେ ମଧ୍ୟ ଥିବେ ପୁରା ଖୁଟ ପରିକିନା ଥିବେ, ଯେତେ ବୁଝିଯାଅ ମୁଁ ବୁଝିବି ନାହିଁ। ଏଇ ପ୍ରକାର ଲୋକମାନେ ଅଛନ୍ତି। ସେତେବେଳେ ଅବିଗଲ କଣ କରୁଛନ୍ତି? ତହୁ ଅବିକଳ ଶୀଘ୍ର 200 ରୋଟି ଓ 2 କୁମ୍ଭା ଦ୍ରାକ୍ଷାରସ ଓ 5ଟି କଟା ମେଷ ଓ 5 ଗଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷା ଫଳ ଓ 200 ଡିମ୍ବୁରି ଚକ୍ତି ନେଇ ଗୋଥମାନଙ୍କ ଉପରେ ନଦିଲା। ଦେଖନ୍ତୁ ଆର ମନୋଭାବ କେମିତି। ସ୍ୱାମୀ ଆତ୍ମିକ ନାହିଁ, ଧନ ଅଛି ମାତ୍ର ସ୍କ୍ରୁ ଢିଲା। ସ୍ତ୍ରୀଙ୍କର ଚରିତ୍ର ଦେଖନ୍ତୁ, ସେ ସ୍ତ୍ରୀ କଣ କହୁଛନ୍ତି 23 ପଦ ଯଦି ପଢିବା। ଏଣୁ ଅବିକଳ ଦାଉଦଙ୍କୁ ଦେଖନ୍ତେ ଶୀଘ୍ର ଗଧର୍ବରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା। ପୁଣି ତାଙ୍କ ଚରଣରେ ପଡ଼ି କହିଲା, ହେ ମୋହର ପ୍ରଭୁ, ମୋହର ଉପରେ ହିଁ ସେହି ଅପରାଧ ବର୍ତ୍ତୁ। ଆପଣା ଦାସୀ କି ଆପଣଙ୍କ କର୍ଣ୍ଣ ଗୋଚରରେ କହିବାକୁ ଦିଅନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ। ଏଟା କଣ ସ୍ତ୍ରୀଙ୍କ ପାଖରେ ଆମେ କଣ ଦେଖୁଛୁ? ନିଜର ସ୍ୱାମୀର ସବୁ ଦୋଷ ଗୁଡିକ ନିଜ ଉପରେ ନେଉଛି। ସ୍ୱାମୀ ଭୁଲ କରିଛି, ଆକୁ ଲାଗି ଯାଇଛି, ତାକୁ ଲାଗି ଯାଇଛି। ଲୋକମାନେ ସ୍ୱାମୀଙ୍କ ବିରୁଦ୍ଧରେ ମାରିବାକୁ ଉଠିଲା ବେଳେ ଏଇ ସ୍ତ୍ରୀ ଯାଇ ଠିଆ ହଉଛି, ଠିଆ ହେଇ କହୁଛି ଏଇଟା ମୋର ଭୁଲ। ଏଇଟା ଅନେକ ସମୟରେ ଆମର ପୁଅ ଝିଅ ମାନେ ମଧ୍ୟ କୁଆଡେ ଯାଇକିନା କଣ ବିଗିଡେଇ ଦେଇ ପଳେଇ ଆସିଥିବେ। ଆତ୍ମିକ ସ୍ତ୍ରୀ ମାନଙ୍କର ଗୁଣ ଆମେ ଦେଖୁଛୁ। ଆମେ ସେ ଯାଉଛନ୍ତି ଆହୁରି କହୁଛନ୍ତି ଏଇଟା ମୋର ଭୁଲ। ଏଠି ଆମେ କାହାକୁ ଦେଖୁଛୁ? ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁଛୁ। ଯୀଶୁ ଖ୍ରୀଷ୍ଟ ମଧ୍ୟ ଆମ ସମସ୍ତଙ୍କର ଭୁଲକୁ ନିଜ ଉପରେ ନେଇଗଲେ, ସମସ୍ତଙ୍କର ଅପରାଧକୁ ନିଜ ଉପରେ ନେଇଗଲେ। ଅବିଗଲର ଚରିତ୍ର କେତେ ଆତ୍ମିକ, ସ୍ୱାମୀ ବୁଝୁନାହିଁ ମାତ୍ର ସେ ବାହାରୁଛନ୍ତି। ସ୍ୱାମୀ ପଡିଶା ଘର ଲୋକ କଣ କହିଦେଇଥିବେ, ସେମାନେ ଉଠି ଗଣ୍ଡଗୋଳ ଲାଗବାକୁ ଆସିଲା ବେଳେ ସ୍ତ୍ରୀ ଯାଇକିନା ବୁଝାଉଥିବେ, କ୍ଷମା କର ତାଙ୍କୁ, ତାଙ୍କେ ତ ସେମିତି ଆକା, ଟିକେ କହିଦେବେ, ଲାଗିଦେବେ। ତୁମେ ସେମିତି ହେଲେ ହେବ କି? ତୁମେ ତ ବହୁତ ଭଲ ଲୋକ, ତୁମେ ତାଙ୍କ ସହିତ ଲାଗ ନାହିଁ। ଏହି ପ୍ରକାର ଦରକାର। ଏଟା ଆତ୍ମିକ ସ୍ତ୍ରୀ ମାନଙ୍କର ଗୁଣ। ଏଟା ସ୍ୱାମୀ ବିଲକୁଲ ଭଲ ନାହିଁ। ଆମେ ଅନେକ ସମୟରେ କହୁ ମୁଁ ଆତ୍ମିକ ହେଇପାରୁନାହିଁ, କଣ ପାଇଁ? ମୋର ସ୍ୱାମୀ ଭଲ ନାହିଁ। ମୁଁ ଆତ୍ମିକ ହେଇପାରୁନାହିଁ, ମୋ ସ୍ତ୍ରୀ ଭଲ ନାହିଁ। ଏଇଠି ଚଳିବ ନାହିଁ। ଏଠି ଏତେ ପ୍ରକାର ମୂଢ ଗୋଟେ ସ୍ୱାମୀ, ପ୍ରାର୍ଥନା ବାଟ କିଛି ନାହିଁ, ମଦ ପିଇକିନା ଢୁଲି ରହୁଛି, ସେ ଲୋକମାନଙ୍କ ସହିତ ଲାଗୁଛି। ସେହି ପ୍ରକାର ଗୋଟିଏ ସ୍ୱାମୀଙ୍କର ସ୍ତ୍ରୀ କି ସ୍ପିରିଚୁଆଲ, କି ବୁଦ୍ଧି। ଲୋକମାନେ ଜଣାଉଛନ୍ତି ଦେଖ ଖଣ୍ଡା କାତି ଧରିକିନା ତୁମ ସ୍ୱାମୀକୁ ମାରିବା ପାଇଁ, ତୁମର ଘରେ ଥିବା ସବୁ ପୁରୁଷ ଲୋକଙ୍କୁ ହତ୍ୟା କରିବା ପାଇଁ 400 ଲୋକ ଆସୁଛନ୍ତି। ସେଇ ସମୟରେ ଇଏ କଣ କଲେ? ଗୋଟେ କାମ କରିବି, ଆମ ବାପା ଘରକୁ ପଳେଇ ଯିବି। ସମସ୍ତେ ମଲେ ମୋର ମୁଇଁ କାହିଁ ମର ଯିବି ମୋର ବାପା ଘରକୁ ପଳେଇ ଯିବି, ମୁଁ ଏଠି ଲୁଚିବି। ନାଇଁ ନାଇଁ ନାଇଁ, ଆଣ ଆଣ ଆଣ। ଜଣେ ଲୋକ କ୍ରୋଧ ହେଇକିନା ଆମ ବିରୁଦ୍ଧରେ ଆସୁଥିବା ସମୟରେ ଜଣେ ଲୋକର କ୍ରୋଧକୁ କେମିତି ଶାନ୍ତ କରିବାର ଅଛି ତାଙ୍କୁ ଜଣା। କି ଭୟଙ୍କର। ବେଳେ ବେଳେ ବାହାର ଲୋକ ଯଦି କିଏ ଆସି ଗାଳି କରୁଥିବେ ବେଲେ, ସ୍ୱାମୀ ମାନେ ଯଦି ଖସରି ଗଲା ଥିବେ ବେଲେ କାଢିକିନା ଦେବେ, ନିଅ ଚୁଡ଼ି ପିନ୍ଧିକିନା ଥାଅ। ଲାଜ ଲାଗୁନାହିଁ? ଏମିତି କହିଲା ବେଳେ ତୁମେ ଶୁଣୁଛ? ତୁମେ ଉକସାଉଥିବେ, ଯାଅ ମାର, ଯାଅ ଲାଗ। ଏମିତି କି ଅବିଗଲ? ଗୋଟେ ମୂଢ, ଗୋଟେ ପାଗଳ ପରି ଗୋଟେ ସ୍ୱାମୀ, ମଦୁଆ, କଟୁଭାଷୀ, ଆକୁ ଦେଖିଲେ ଲାଗୁଛନ୍ତି, ତାକୁ ଦେଖିଲେ ଲାଗୁଛନ୍ତି। ସେଇ ପ୍ରକାର ଭାବରେ ଏଇ ସ୍ତ୍ରୀଙ୍କର ଚରିତ୍ରକୁ ଦେଖନ୍ତୁ। ଇଆଡେ ଦେଖ, ସମସ୍ତେ କେତେ କଷ୍ଟ କରି ପାଉଡର ଲଗେଇ ଆସିଛି, ଇଆଡେ ସିଆଡେ ଦେଖୁଛ। ପ୍ରିୟ ମାନେ ଏଟା ଯାକ ଶୁଣନ୍ତୁ। ପ୍ରତ୍ୟେକ ସ୍ତ୍ରୀ ମାନେ ଶୁଣିବାର ଆବଶ୍ୟକ ରହିଛି, ସ୍ୱାମୀ ମାନେ ଶୁଣିବାର ଆବଶ୍ୟକ ରହିଛି। ଲୋକମାନେ ଆମ ବିରୁଦ୍ଧରେ ଉଠି ଆସିଲା, କଣ ପାଇଁ ଉଠି ଆସୁଛନ୍ତି? କାର ଭୁଲ? ସ୍ୱାମୀଙ୍କର ଭୁଲ। ସ୍ୱାମୀ ଯେତେବେଳେ ଭୁଲ କରୁଛନ୍ତି, ସ୍ତ୍ରୀ ଠିଆ ହଉଛନ୍ତି, ଠିଆ ହେଇକିନା ସେ ପରିସ୍ଥିତିକୁ ହ୍ୟାଣ୍ଡେଲ କରୁଛନ୍ତି। ସେ କେତେ ବଢିଆ ଗୁଣ,
କେତେ ବଢିଆ ଚରିତ୍ର। ତାଙ୍କ ପାଖକୁ ଯାଇକିନା ପାଦ ତଳେ ପଡିକିନା କହୁଛନ୍ତି ଏଟା ମୋର ଆକା ଭୁଲ, ମୁଁ ଆକା ଏମିତି, ମୁଁ ଆକା ସେମିତି। ପ୍ରିୟମାନେ, ଏଇ ପ୍ରକାର ଚରିତ୍ର ଆମକୁ ଦରକାର। ଦିନେ ପନ୍ତୀୟ ପିଲାତକଙ୍କୁ ତାଙ୍କର ସ୍ତ୍ରୀ ଗୋଟେ ଚିଠି ଲେଖିଲେ। କଣ ବୋଲି କହୁଛନ୍ତି? ସେଇ ଧାର୍ମିକ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ତୁମେ ହସ୍ତ ଦିଅ ନାହିଁ। ମୁଁ ସ୍ୱପ୍ନରେ ତାଙ୍କ ପାଇଁ ବହୁତ କଷ୍ଟ ପାଇଛି। ବସିଥିବା ଲୋକ ଶୋଇଥିବା ଲୋକ ଟିକେ ଉଠାଉଥିବ ହେଲା, ପଢାପଢି ହେଇଗଲେ ଆହୁରି ମତେ ଭାରି କଷ୍ଟ। କାହିଁକିନା ଦିନ ସାରା ଆପଣ ମାନେ କାମ କରୁଛନ୍ତି, ଟିକେ ଏମିତି ହେବ ଆକା ତୃତୀୟ ସ୍ୱର୍ଗକୁ ଯାଇ ହେବ ଯେ ଏବେ ଯିବା ନାହିଁ, ସମୟ ହେଲେ ପଳାଇ ଯିବା ତୃତୀୟ ସ୍ୱର୍ଗ। ବୁଝନ୍ତୁ, ସେ ଚିଠି ଲେଖୁଛନ୍ତି ତୁମେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ହସ୍ତ ଦିଅ ନାହିଁ। ଏଇଟା ହେଲା ସେ ସ୍ତ୍ରୀ ଯାକ, କି ଭୟଙ୍କର ଆତ୍ମିକ ସ୍ତ୍ରୀ ଯାକ କଥାବାର୍ତ୍ତା ଏମିତି। ତୁମେ ସେ କଥାରେ କାହିଁକି ମୁଣ୍ଡ ପଶଉଛ? ତୁମକୁ କି ଦରକାର ଅଛି ସେଠି ମୁଣ୍ଡ ପଶେଇବାର ଅଛି? ଯୋଉଠି ମୁଣ୍ଡ ପଶେଇବାର ନଥିବ, ବେଳେ ବେଳେ ସ୍ୱାମୀ ମାନେ ସେଠି ମୁଣ୍ଡ ପଶେଇ ଦେଇଥିବେ, ସ୍ତ୍ରୀ ମାନେ ମଧ୍ୟ ସେଠି ମୁଣ୍ଡ ପଶେଇ ଦେଇଥିବେ। କେତେ ଜଣ ଅଛନ୍ତି ଗ୍ରୁପ ଲୋନ ଆଣିକି ତାଙ୍କୁ ଦେଇ ଦେଇଥିବେ, ଘର ଲୋକ ଆସି ଆମକୁ ମାଗବାକୁ ଆସୁଥିବେ। ଅଶାନ୍ତି ହେବ କି ନାହିଁ ସେତେବେଳେ? କି ଅବସ୍ଥା, ତାଙ୍କର ଘରର କଥା, ଆଙ୍କର ଘର କଥା। ଏଇଟା ଅବିକଳଙ୍କର ଚରିତ୍ର। ସ୍ୱାମୀ ଘରର ମୁରବୀ, ମାତ୍ର ବିଗିଡି ଯାଇଛନ୍ତି। ସେଇ ସମୟରେ ମୁଁ ଛାଡି ପଳେଇବି, ମତେ ଆଉ ପସନ୍ଦ ନାହିଁ। ଏଇ ପ୍ରକାର ଚରିତ୍ର ଆମେ ଶିଖାଉଛୁ କି? ଆମେ ବାଇବଲ ଏମିତି ଶିଖାଉଛି? କଣ ବାଇବଲ ଆମକୁ କଣ ଶିଖାଉଛି? ପଢିବା ଗୋଟେ ପଦ ମୋ ସହିତ ଆପଣ ମାନେ ଫିଟେଇବେ। ଉପଦେଶକ ପୁସ୍ତକ 4 ଅଧ୍ୟାୟର 9 ପଦରୁ। ଏକ ଜଣରୁ 2 ଜଣ ଭଲ, ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ସେମାନେ ପଡିଲେ ଜଣେ ଆପଣା ସଙ୍ଗୀକି ଉଠେଇବ। ଦେଖ, କିଏ ପଡିଗଲେ? ସ୍ୱାମୀ ପଡିଗଲେ। ସେଇ ସମୟରେ ଛାଡିକିନା ପଳେଇ ଯାଉନାହାନ୍ତି, ଉଠଉଛନ୍ତି। ସେ ପରିସ୍ଥିତିକୁ ଡିଲ୍ କରୁଛନ୍ତି। ଏଇ ପ୍ରକାର ହେବ। ସ୍ୱାମୀ ପଡିଯିବେ, କେତେବେଳେ ସ୍ତ୍ରୀ ପଡିଯିବେ। ସେଇ ସମୟରେ ଆମେ କି ପାଇଁ ଆମେ 2 ଜଣ ଅଛୁ। ଆମେ ଜଣେ ଯେ କାମ ଦାମ କରିକିନା ଆଣବ, ଆଉ ଜଣେ ରୋଷେଇ କରିଦେଲେ ଖାଇବା ପାଇଁ ଏକାକି। ଜଣେ ପଡିଗଲେ ଜଣେ ଉଠେଇବା ପାଇଁ ତ ରହିବାର ଅଛି। ସେଥିପାଇଁ ପରମେଶ୍ୱର ରଖିଛନ୍ତି। ଦେଖାଗଲା ସେମାନେ ପଡିଲେ ଜଣେ ଆପଣା ସଙ୍ଗୀକୁ ଉଠେଇବ। ମାତ୍ର ଯେ ପଡିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠେଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର। ଏକଲା ଏକଲା ରହିବା କଥା ନାହିଁ। ଜଣେ ପଡିଲେ, ଦେଖ 2 ଜଣ ନୂତନ ନିୟମରେ, ଜଣେ ହନାନୀୟ ଆଉ ଜଣେ ସଫିରା। 2 ଜଣ ଗୋଟେ କଥା କହୁଛନ୍ତି ଯାଇକିନା, କଣ? ଏତିକି ଏକା ଆମେ ବିକିଲୁ। ଆମେ ମାନତ କରିଦେଲେ। ବେଳେ ବେଳେ ଆମେ ମାନତ କରିଦଉ। ଆମେ ପିଲାଟା ଦୁର୍ବଳ ଥିବ, ଏମିତି ଫେଡୁଥିବ, ତାହା ପଛେ ସେ ବଞ୍ଚିବ କି ମରିବ କି ଜଣା ନାହିଁ। ହେ ପ୍ରଭୁ, ଏ ପୁଅକୁ ଆମେ ତମକୁ ଦେବୁ ପ୍ରଭୁ ବୋଲି କହିଦେଲେ ପିଲା ହେବେ। ଧୀରେ ଧୀରେ ମୋଟା ହଉଛି। ଆଗରେ ସିନା ରେଙ୍ଗଟୁ ହେଉଥିଲା, ହାଲି ଯାଉଥିଲା ସେ କଦଳୀ ପତ୍ର ପରି। ଏବେ ସେ ଖାଇକିନା କହିଦେଲେ, ପ୍ରଭୁ ଆମେ ତୁମକୁ ଆମେ ଦଉଛୁ ବୋଲି କହିଦେଲେ। ଏ ତୁମର ସେବାରେ ଯିବ, ପାଳକ କାମ କରିବ, ତୁମ ସେବା କରିବ। ପିଲା ଏବେ ମୋଟା ହେଲାଣି। ହଁ, ଭଲ ପାଠ ପଢୁଛି। 10th ଭଲ ନମ୍ବର ଆଣିଦେଲା। କଲେଜରେ ମଧ୍ୟ ଭଲ ନମ୍ବର ପଳେଇ ହେଲା। ତା ପଛେ ଥୁକୁଲ ମାନତ କରିଦଉଛନ୍ତି ଲୋକ। ମାନତ କରିଦେଲା ପରେ ପ୍ରଭୁ ତୁମେ ନେଇକିନା କଣ କରବ? ବୋଲେ କି ପ୍ରକାର ଅବସ୍ଥା। ଏଇ ଲୋକମାନଙ୍କର ଏଇ ପ୍ରକାର ମନୋଭାବ ଅଛି। ସେ ବାଇବଲରେ ଲେଖା ହେଇଛି, ଗୋଟେ ବିଷୟକୁ ତୁମେ ପବିତ୍ର ବୋଲି କହିଦେବ, ମାନତ କରିଦେଲା ପରେ ଚିନ୍ତା କରିବ ନାହିଁ। ଏଇଟା ମନେ ରଖନ୍ତୁ। ଏଇଟା ଗୋଟେ କଥା ମୁଁ ଦେବି ବୋଲି କହିଦେବେ, ତାହା ପଛେ ନାହିଁ। ପ୍ରଭୁ ଏଇ ଯୋଉ ଜମିଟା ଅଛି ନା, ଏଇ ଜମି ଆମେ ବିକିବୁ, ଯେତିକି ଟଙ୍କା ହେଲେ ତୁମ ସେବା ପାଇଁ ଦେବୁ। ହେଇଗଲା। ତା ପଛେ ସେଇ ଗାଁକୁ ଗୋଟେ କମ୍ପାନୀ ପଳାଇ ହେଲା, ଜମିର ରେଟ୍ ବଢିଗଲା। ବିକିଲା ବେଳେ ସେଟା ହେଇଗଲା 15 ଲକ୍ଷ ଖଣ୍ଡେ।
ଆଗରେ ଭାବୁଥିଲେ 50,000 ଯିବ କି ନାହିଁ ବୋଲି ନା, ଏବେ 15 ଲକ୍ଷ ହେଇଗଲା। ସେଇ ସମୟରେ ସ୍ୱାମୀ ସ୍ତ୍ରୀ 2 ଜଣ ମିଶିକିନା ଏକମତ ହଉଛନ୍ତି। ଏତେ ପ୍ରଭୁଙ୍କ ଠାରେ ଦେଲେ କଣ ଲାଭ? ହଁ, ଗୋଟେ 5 ଲକ୍ଷ ଦେଲେ ହେବ ନାହିଁ କି? ଏଇଟା ସମାନ 2 ଜଣଙ୍କର। ହନାନୀୟ ସଫିରା ମଧ୍ୟ ସେମିତି ଥିଲେ, 2 ଜଣ ଯାକ ପଟ। ଜଣେ ପଢିଲେ ଜଣେ ଉଠେଇବାର ଅଛି। ଏବେ ମନେକର ଛୁଆକୁ ଜଣେ ରାଗିକିନା ମାରୁଛନ୍ତି ଦୁଷ୍ଟ ହଉଛି ବୋଲି। ଯଦି ମନେକର ସ୍ୱାମୀ ମାରୁଛନ୍ତି, ବାପା ମାରୁଛନ୍ତି, ମାର କାମ କଣ? ବାଡି ଆଣି ଦଉଥିବ କି? ଏ ବାଡିରେ ମାର, ସେ ବାଡିରେ ମାର, ସେ ବାଡିରେ ମାର। କେତେବେଳେ ତମକୁ ବାଜା ଦେଲେ ହଉ ହେଲା ହେଲା ସେମିତି ରାଗ, ଏବେଠୁ ପଢିବୁ ହେଲା, ଦୁଷ୍ଟ ହେବୁ ନାହିଁ, କହିଲେ ତ ହେବ। ଜଣେ ମାରୁଥିଲେ ଆଉ ଜଣେ ନମ୍ର ହେବା। ମନେକର ସ୍ତ୍ରୀ ମାରୁଛନ୍ତି, ସ୍ୱାମୀଙ୍କର କାମ କଣ? ପଢିବ, ଆଜିଠୁ ପଢିବ, ଆଜି ଠିକ ହେବ ବୋଲି ସେ କହିଲେ ସିନା ହେବ। 2 ଜଣ ଯାକ ହଁ ହଁ ଦେ ଧନାଧନ, ଦେ ଧନାଧନ କହିଲେ କୁ ପ୍ରକାର ହେବ? ସେଥିପାଇଁ ଏଠି ଆମେ ଦେଖୁଛୁ, ଆମେ ଜଣେ ପଢିଲେ ଆଉ ଜଣେ ଉଠେଇବାର ଅଛି। ପଢିଗଲେ ସ୍ୱାମୀ ଏତେ ଆତ୍ମିକ ନାହାନ୍ତି, ସେ ପଡିଗଲେ ସେ ବିପଦକୁ ଜଣା ନାହିଁ। ଲୋକମାନେ ସିଆଡେ ଧାଇଁକିନା ଆସୁଛନ୍ତି ମାରିବା ପାଇଁ। ମାତ୍ର ଏ ବାପଟା କଣ କରୁଛି? ଯେତେବେଳେ ଘୋଡାରେ ବସି ଖଣ୍ଡା ବାନ୍ଧିକିନା ମାରିବା ପାଇଁ ଆସିବା ସମୟରେ ଏ ବାପଡ଼ାଙ୍କର କାମ କଣ ଦେଖନ୍ତୁ। ବାପଡ଼ା ବୋଲି କହୁଛି, ନାଇଁ ନାଇଁ 36 ପଦ ଟିକେ ପଢନ୍ତୁ। ଏ ଉତ୍ତାରେ ଅବିଗଲ ନାବଲ ନିକଟକୁ ଆସିଲା। ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା। ଏବେ ତାକୁ ମାରିବା ପାଇଁ ଆସୁଥିଲେ, ସେ କିଛି ସେ ଖତରାକୁ କିଛି ଜଣା ନାହିଁ, କିଛି ଜଣା ନାହିଁ ଖତରାକୁ। କେତେ ଜଣ ଅଛନ୍ତି ଜାଣିଛନ୍ତି? ଏକାନି ପୁଅ କି ଝିଅ ମେଡିକାଲରେ ପଡୁଥିଲେ, ଏକାନି ମଦ ପିଇକିନା ଘୁଣ୍ଡଲୁଥିବେ। ନାଇଁ, ଆମର ଲୋକମାନଙ୍କର ବୁଦ୍ଧି ସେଟା। ସ୍ତ୍ରୀ ପଡିଥିବେ କି ପୁଅ କିଏ ଝିଅ ପଡିଥିବେ, ଆଙ୍କର କାମ କଣ ହେଲା? କେମିତି କରିକିନା କୁ ଡକ୍ଟରଙ୍କୁ ଦେଖେଇବା, କୋଉଠୁ 2 ପଇସା ଆଣିବା, ମେଡିସିନ କିଣିଦେବା, ଏଇଟା ଚିନ୍ତା ନାହିଁ। ଏମାନେ ଫୁଲ ପିକଅପ୍ ହେଇକିନା ସେକାନର ଲୋକ ବୁଝେଇବେ କି ଏକାନର ଲୋକ ବୁଝେଇବେ। ଖାଇବାକୁ ନ ଦେଇ ବୁଦ୍ଧି କହୁଥିବ ନିଶାଦ ଲୋକଙ୍କର। କାହିଁକି ନା ଆମ ଲୋକମାନେ ଟିକେ ପିଇ ଦେଲେ ସେମାନଙ୍କ ଜୀବ ବାହାରକୁ ଆଇବ ନାହିଁ। ବାପାଙ୍କର କାମ କଣ? ଏମିତି ସେ ବିଗିଡି ଗଲେ, ସିଆଡେ ଲୋକ ମାରିବା ପାଇଁ ଆସୁଛନ୍ତି, ସେଟା କିଛି ଖାତିର ନାହିଁ। ଏବେ କଣ କରୁଛନ୍ତି? ରାନ୍ଦରେ ଭଲ କି ରାନ୍ଦ, ଭଲଟା ଆଣ, ପୁରା ପୁରୀ ମଟନ ଚିକେନ ରାନ୍ଧିକିନା ଖାଇ, ତା ପଛେ ଲେଖା ଯାଉଛି କଣ? ପୁଣି ନାବଲ ଅତିଶୟ ମତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା। କେମିତି ଅବସ୍ଥା! ମାତ୍ର କି ପ୍ରକାର ଚରିତ୍ର ଦେଖନ୍ତୁ। ମୁଁ କହିବା ପାଇଁ ଚାହେଁ, ଆପଣ ମାନେ ଅନେକ ମା ମାନେ ଆସୁଛନ୍ତି ପ୍ରାର୍ଥନା, ଆପଣଙ୍କର ସ୍ୱାମୀ ଯଦି ଏମିତି ରହିବେ, ପାଗଳ ସ୍ୱାମୀ ପରି, ଆପଣଙ୍କ ସ୍ୱାମୀ ନାବଲ ଥିବେ। ଆଜି ଅନେକ ଜଣ ଅଛନ୍ତି ଏଟାକୁ ଦେଖି ବାହା ହେଇଗଲେ, କହିଦେଲେ ବିବାହ ହେଇଯାଇଥିବା, ପିଇଲେ ଟିକେ କିସ୍ ହେଲା, କେ ପିଉନାହାନ୍ତି ଯେ ଆଜିକାଲି। ଆଜିକାଲି ତ ସମସ୍ତେ ପିଉଛନ୍ତି। ଆରେ ସେ କଣ ସେ ଲାଲ ଘୋଡା ପିଉଛି କି? ସେ ତ ଇଂଲିଶ ଟା ପିଉଛି, ସେ କଷ୍ଟଲିଟା। ଏଇ ମନା କରୁଛି, ତୁ ଯାଇକିନା ମୋ ଛଡେଇଲେ ହେବ ନାହିଁ। ମଦ ଛଡେଇବ, ସେ କହିବ ତୁ ଆମଲେଟ ବନାଇ ଦେ, ପକୋଡା ଟିକେ ବନାଇ ଦେ, ଆଲୁ ଟିକେ ଭାଜି ଦେ। ଏଇ ପ୍ରକାର ଭୁଲ କରନ୍ତୁ ନାହିଁ। ସେଇ ପ୍ରକାର ପରିସ୍ଥିତି ତାଙ୍କର। ଏହି ପ୍ରକାର ଗୋଟେ ସ୍ତ୍ରୀ ଦେଖନ୍ତୁ କି ପ୍ରକାର ଭାବରେ ସେ ହ୍ୟାଣ୍ଡେଲ କରୁଛନ୍ତି ପରିସ୍ଥିତିକୁ। ଯାଇକିନା ଦାଉଦଙ୍କର ପାଦ ତଳେ ପଢିକିନା ସେ କଣ କହୁଛନ୍ତି? ଦାଉଦଙ୍କୁ ବୁଝାଉଛନ୍ତି। କଣ କରି ବୁଝାଉଛନ୍ତି ଟିକେ ପଢନ୍ତୁ। 25 ପଦ। ବିନୟ କରୁଅଛି, ମୋହର ପ୍ରଭୁ ସେହି ପାପଧମ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ। ତାର କଥା ଗୋଟେ ଧରବେ କି ଆଜ୍ଞା? କି ପ୍ରକାର ଚରିତ୍ରକୁ ଟିକେ ଦେଖନ୍ତୁ। ଏତେ ଲୋକ, କେତେ ଲୋକ ଆସୁଛନ୍ତି? 400 ଲୋକ। ଏକାନି କିଏ? ଜଣେ ସ୍ତ୍ରୀ ଲୋକ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କି ହ୍ୟାଣ୍ଡେଲ କରୁଛନ୍ତି।
ଯୀଶୁଙ୍କର ଚରିତ୍ର ତାଙ୍କ ପାଖରେ ଅଛି। ସେହି ଚରିତ୍ର ଦ୍ୱାରା ସେ ଡିଲ୍ କରୁଛନ୍ତି। ମୁଁ କହୁଛି ନା ସ୍ପିରିଚୁଆଲ ସ୍ତ୍ରୀ ମାନେ ପରିସ୍ଥିତିକୁ ଦେଖିକିନା ଧାଇଁ ପଳେଇବେ ନାହିଁ। କିଏ ନ ଆଇଲେ କଣ ହେଲା, ମୁଁ ଯଦି ଛୁଆର କିଛି ଅସୁବିଧା ହେଲା ବୋଲି ମା ଛାଡିକିନା ପଳେଇବ ନାହିଁ। ବାପା ଛାଡି ପଳେଇଲେ ମଧ୍ୟ ମା ଗୋଟେ କାଖରେ ଚିପିକିନା ମେଡିକାଲକୁ ନେଇପାରିବ। ସେ ପରିସ୍ଥିତିକୁ ହ୍ୟାଣ୍ଡେଲ କରି ଏକଲା ଏକଲା ମା ମାନେ ଥାନାକୁ ଯାଇପାରିବେ, କୋର୍ଟକୁ ଯାଇପାରିବେ, ପରିସ୍ଥିତିକୁ ଡିଲ୍ କରିବାକୁ ଜଣା ସେମାନେ। କାହିଁକି? ସେମାନେ ଅବିଗଲ ଅଟନ୍ତି। ସେମାନେ ଅବିଗଲ କେମିତି? ବାହାରେ ଏକା ଚିକଣ ନାହିଁ, ଭିତରେ ମିଶା ଚିକଣ ସେ। ହଁ ପ୍ରିୟମାନେ, ଏହି ପ୍ରକାର ରୂପବତୀ ଗୁଣବତୀ। ଆଜିକାଲି ଲୋକମାନେ ଖାଲି ରୂପବତୀ ଏକା, ନିଜର ଅଙ୍ଗ ପ୍ରଦର୍ଶନ, ଶରୀର ଦେଖେଇବା, ଏଇଟା ଏକା ଚାଲିଛି, ଭିତରେ କିଛି ନାହିଁ, ଭିତରେ କିଛି ନାହିଁ। ଆଜି ସକାଳେ ଗୋଟେ ମେସେଜ ଶୁଣୁଥିଲି, ଆପଣ କୁହନ୍ତୁ ହୀରାକୁ ଆମେ କେତେ ଜଣ ଦେଖିଛୁ? ଆମେ ହଁ କାହିଁକି ହୀରା କଣ ପାଇଁ ମୂଲ୍ୟବାନ? ଆଜିକାଲିର ଝିଅ ମାନଙ୍କୁ ଦେଖ, ପୁଅ ମାନଙ୍କୁ ଦେଖ, ନିଜ ଶରୀରକୁ ଦେଖେଇ ଦେଖେଇ ବୁଲୁଛନ୍ତି। ମୂଲ୍ୟବାନ ନାହିଁ କି ଏ ଶରୀର? ଏଟା ଅଙ୍ଗ ପ୍ରଦର୍ଶନ ପାଇଁ ଅଛି କି? ଏଟା ଏଠି ଫଟାଇଥିବେ, ଏଠି ଫଟାଇଥିବେ, ଏଠି ଫଟାଇଥିବେ, ଏଠି ଫଟାଇଥିବେ, ସବୁ ଜାଗା କଣ ଦେଖାଉଛ? ଏଟା ତୋ ଶରୀରର କିଛି ମୂଲ୍ୟ ନାହିଁ? ମାଟି କି ଏଟା? ମାଟିକୁ ସିନା ସମସ୍ତେ ଦେଖୁଥିବେ। ନିଜର ଡ୍ରେସ ପିନ୍ଧା ଅଡା ଗୁଡିକ ଠିକ କରିବାର ଅଛି ଆମମାନଙ୍କୁ। ଚାରିଆଡେ ଭଙ୍ଗ ଭଙ୍ଗା, ଆମର ଭାଷାରେ ହଇ, ସେଇଟା ଏକା ଆମର ଭାଷା ବୋଲେ ସେଇଟା ବୁଝିବେ। ଚାରିଆଡେ ଖୋଲା, କଣ ତୁମ ଡ୍ରେସ କଣ ପିନ୍ଧୁଛ ତୁମେ? ପରମେଶ୍ୱର ଆମର ଶରୀରକୁ ଏତେ ସୁନ୍ଦର କରି କରିଛନ୍ତି, ତାକୁ ଲୋକ ଦେଖେଇ ଦେଖେଇ ବୁଲିବା ପାଇଁ କି? ଜଣେ ପିନ୍ଧିଥିଲା ଡ୍ରେସ, କି ଡ୍ରେସ? ନାହିଁ, ମଶାରୀ ଡ୍ରେସ। କଣ ମଶା ଚୁବଉଛି କି ତୁମକୁ? ମାତ୍ର ଏଇ ସ୍ତ୍ରୀଙ୍କୁ ଆମେ ଦେଖନ୍ତୁ, ଏଇ ସ୍ତ୍ରୀଙ୍କର ଚରିତ୍ରକୁ ଦେଖନ୍ତୁ। ଦାଉଦଙ୍କୁ ଯାଇକିନା ସେ ହ୍ୟାଣ୍ଡେଲ କରୁଛନ୍ତି। ଦାଉଦ ମାରିବା ପାଇଁ ଆସୁଛନ୍ତି ବୋଲେ ଦାଉଦ ଠିକ ବାଟରେ ଅଛନ୍ତି କି? ଠିକ ବାଟରେ ନାହାନ୍ତି। ଦାଉଦ ରାଜା ହେଇକି ଠିକ ବାଟ ନାହିଁ। ଜଣକୁ ଉପକାର କରିଦେଲ, ଉପକାର ବୋଧରେ ସେ ତୁମକୁ ଉପକାର କରୁନାହିଁ ବୋଲି ମାରବାକୁ ଯିବ କି? ମୁଁ ତାକୁ ଦୁଃଖ କଷ୍ଟ ସମୟରେ ସାହାଯ୍ୟ କରିଥିଲି, ସେ ମତେ କେମିତି ସାହାଯ୍ୟ କରିବ ନାହିଁ? ଏଇଟା ଭଲ ଚରିତ୍ର? ଏଇଟା ଦୁଇ ଜଣ ପୁରୁଷ ମାନଙ୍କ ଚରିତ୍ର ଠିକ ନାହିଁ। ରାଜା ହେଇଥିଲେ ମଧ୍ୟ ସେ ଭାଙ୍ଗି ନାହାନ୍ତି। ସେଇ ପ୍ରକାର ଥିବା ସମୟରେ ଗୋଟେ ସ୍ତ୍ରୀ ସେ ଯାଇକି ଦୁଇ ଜଣଙ୍କୁ ହ୍ୟାଣ୍ଡେଲ କରୁଛନ୍ତି। ପ୍ରେଜ୍ ଦ ଲର୍ଡ। କି ପ୍ରକାର ତାଙ୍କ ସେମାନଙ୍କର ପ୍ରିୟମାନେ, ଏଇଟା ଆମେ ଦେଖିବା। ଆମେ ମା ମାନେ, ଯୋଉ ଭଉଣୀ ମାନେ, କଣ ପାଇଁ ଖାଲି ଡ୍ରେସିଂ ଟେବୁଲ ସମ୍ମୁଖରେ କି କିଚେନ ରେ ଠିଆ ହେଇକିନା ଖାଲି ରୋଷେଇ ବାସ କରି ମେକଅପ୍ ହେବା ପାଇଁ ନାହିଁ। ନିଜ ପରିବାରର ଦାୟିତ୍ୱ ଅଛି। ଯଦି ସ୍ୱାମୀ ଯଦି ଦାୟିତ୍ୱ ନେଉନାହାନ୍ତି, ସ୍ତ୍ରୀ ମାନେ ନିଜ ଦାୟିତ୍ୱକୁ ତୁଲାଇବାର ଆବଶ୍ୟକ ରହିଛି। ସେ ସ୍ୱାମୀ ସେ ମଦ ପିଇକିନା କୋଉଠି ପଡିଛି, ସେଇ ସମୟରେ କିଏ ଯାଉଛନ୍ତି? ଅବିଗଲ ଯାଉଛନ୍ତି। ଅବିଗଲ ଯାଇ ପରିସ୍ଥିତିକୁ ଡିଲ୍ କରୁଛନ୍ତି। ଅନେକ ସ୍ୱାମୀ ମାନଙ୍କ ଚରିତ୍ର ସେମିତି। ଆକୁ ଲାଗିଦେବେ, ତାକୁ ଲାଗିଦେବେ, ତାକୁ କରିଦେବେ, ସେମିତି କରିଦେବେ। ଘର ଲୋକ ଆସିକିନା ମାରିବି ପିଟିବି ଗଲା ବେଳେ ଏ ସ୍ୱାମୀ ମାନେ ସ୍ତ୍ରୀ ମାନେ ବୁଝେଇକିନା ତାଙ୍କୁ ପଠଉଥିବେ। ତାଙ୍କୁ ପ୍ରିୟମାନେ, ଏଇ ପ୍ରକାର ଅଣ୍ଟା ବାନ୍ଧନ୍ତୁ, ମୋର ସ୍ୱାମୀ ଭଲ ନାହିଁ, ଅମକ ନାହିଁ, ଗୀତ ଗାଇ ବୁଲନ୍ତୁ ନାହିଁ। ଅବିଗଲ ସେମିତି ଗୀତ ଗାଇ ବୁଲିଲେ ନାହିଁ। ଠିକ ଅଛି, ସେ ତ ଭଲ ନାହିଁ, ମୁଁ ତ ଭଲ ଅଛି, ମୁଁ ତ ପ୍ରଭୁରେ ଅଛି, ମୁଁ ତ ପ୍ରଭୁଙ୍କୁ ଜାଣିଛି, ମୁଁ ତ ପିଉ ନାହିଁ ନା, ମୋର ତ କଟୁ ଭାଷା ନାହିଁ। କି ପ୍ରକାର ଡିଲ୍ କରୁଛନ୍ତି ପ୍ରିୟମାନେ। ଆପଣଙ୍କର ପୁଅ କାହାକୁ ଗୋଟେ ଅସୁବିଧା କରିଦି ପଳାଇଲେ ମଧ୍ୟ ଜାଣବାର ଅଛି। ସେଠି ଯାଇକି ନମ୍ର ହେଇକିନା, ଛୋଟ ପିଲା ଭୁଲ ହେଇଗଲା, କ୍ଷମା ଟିକେ କରିଦିଅ, ଠିକ ଅଛି ହେଲା ବୋଲିକିନା ସେ ଡିଲ୍ କରିବାର ଅଛି। କଣ ହେଇଗଲା, ଟେମ୍ପର କାଢିଲେ ହେବ ନାହିଁ ସେଠି। ହଁ, ଭାଷା ପଢନ୍ତୁ ପଦ, ହିତୋପଦେଶ 15 ଅଧ୍ୟାୟରେ 1 ପଦ। କମଳ ଉତ୍ତର କ୍ରୋଧକୁ ଦମନ କରେ। ଏଇ ଯୋଉ କି ଉତ୍ତରଟା ଦଉଛନ୍ତି, ଏଇଟା କମଳ ଉତ୍ତର। କି ବଢିଆ ଆନ୍ସର ଦଉଛନ୍ତି। ଦାଉଦ କେମିତି ଆସୁଛନ୍ତି? ପୁରା ରାଗିକିନା ଆସୁଛନ୍ତି। ଏବେ ଯିବା ଆଉ ନାବଲର ସବୁ ପୁରୁଷ ଲୋକକୁ ହତ୍ୟା କରିଦେବା, ମାରିଦେବା ବୋଲା ବେଳେ ଇଏ ଯାଇକିନା ପାଦ ତଳେ ପଡିକିନା କି ନିଜକୁ ନମ୍ର କରି ସେ କମଳ ଉତ୍ତର ଦଉଛନ୍ତି। କମଳ ଉତ୍ତର କ୍ରୋଧକୁ ଦମନ କରେ। ମୁଁ କହିବା ପାଇଁ ଚାହେଁ, ଅନେକ ସମୟରେ ସ୍ତ୍ରୀ ଯଦି କିଛି କହୁଥିବ, ସ୍ୱାମୀ ଯଦି କିଛି କହୁଥିବ, ବେଳେ ବେଳେ ଗୁଲା ପରି ବସନ୍ତୁ ନାହିଁ। ଗୁଲା ପରି ବସିଲେ ବେଶୀ ରିସା ଲାଗିବ। ଟିକେ କମଳ ଉତ୍ତର ମଧ୍ୟ ଦେବାକୁ ଶିଖନ୍ତୁ। ଭୟଙ୍କର ରିସା ହେଇକିନା ଗାଳି କରିଦେବା,
हाँ हाँ तुम तो रिसा बढ़िया दुस मो सतरे कि आमको कथा ही जना जानबार अच्छी आम लोक कूटा जना जानी तो बकर बाटा जना मत एत रिसा बकर बाटा एटी फे फे सेठी फे फे हसुवे बकर बाटा नहीं जड़े लोक रागी क्रोध शांत कर जना कि जना आम सीटा जानबार अच्छे सीटा कु कथा कहले से रागबाटा कमबो एठी नाबल को से हैंडल कर दूचंती सेठी जाई ना दाऊद को से हैंडल करूचंती जो कहते से 25 पद पढ़ंतु विनय करुअछे मोहर प्रभु से पापधम मनुष्य नाबल को मनरे न करंतु कारण ताहार नाम जेपरे से सेपरे ताहार नाम नाबल मृढ़ और मृढ़ता ताहाठारे अछि मात्र आपणको एही दासी मोहर प्रभुଙ୍କ प्रेरित युवा मानकु देखि नाही हे मोहर प्रभु सदा प्रभु तो आपणको रक्तपात दोषरु और आपणको निज हस्तरे आत्मा प्रतिकार करिबारु बारण कले ए हेतु सदा प्रभु जीवित थिबा प्रमाणे ओ आपण जीवित थिबा प्रमाणे आपणको शत्रु माने ओ मोर प्रभुଙ୍କ अमंगल अन्वेषणकारी माने नाबल परि हुंतु एणु आपणको दासी मोहर प्रभुଙ୍କ निकटकू जो भेटी आनी अछि ताहा मोर प्रभुଙ୍କ अनुगामी युवा मानकू दिया जाऊ विनय करुअछि आपणको दासीर अपराध क्षमा करंतु मोर प्रभु सदा प्रभुଙ୍କ पक्षरे युद्ध करुअछंती एथिपाई सदा प्रभु मोर प्रभुଙ୍କ गृह निश्चय सुस्थिर करिवे ओ जावजीवन आपणଙ୍କ ठारे मंदता देखा न जीव पढ़ो पुणी मनुष्य आपणको ताड़ना करिबाकू ओ आपणଙ୍କ प्राण नेबाकू उठिले हे सदा प्रभु आपणଙ୍କ परमेश्वरଙ୍କ निकटरे मोर प्रभुଙ୍କ प्राण जीवन रूप गंठीरी रे गंठी पड़ी रहिबो मात्र से आपणଙ୍କ शत्रु मानଙ୍କ प्राण को छाटिणी रे खड़ को फिंगी देले परि फिंगी देबे सदा प्रभु आपणଙ୍କ विषय रे जे समस्त मंगल कथा कहि अछंती ताहा जेतेबेले से मोर प्रभुଙ୍କ प्रति सफल करी आपणଙ୍କୁ इस्राएल रो अग्रणी रूपे नियुक्त करिवे सेतेबेले आपण अकारण रे रक्तपात कले किबा मोर प्रभु निजे आत्मा प्रतिकार कले बोली आपणकर विघ्न कि हृदयर व्यस्तता जन्मिब नाही मात्र सदा प्रभु मोर प्रभुଙ୍କ मंगल करिबा बेले आपणकर एही दासी की स्मरण करिवे एमती कथा जाक से कहउचंती किए तरल बनाई कोंतो एहीटा होची भाषा एटा हैला लिखा जाए जे की स्त्री आम पढ़ुचु 33 रो 31 रो 10 रे गुणवती स्त्री गुणवती रो स्त्री रो जीवरे कौन थाए गोटे दयार व्यवस्था थाए से पार्टी फिटेले लोक माने तरली जिवे मेल्ट हो जिवे आउ एही प्रकार अभिगल कर चरित्र एटा कहूची ना आमे बेले बेले दुईटा जण आत्मिक हेले चलबाटा सहज मात्र जड़े आत्मिक नाई आउ जड़े आत्मिक हेबा समय चलबाटा बहुत कष्ट मात्र यही अभिगल आम पाई गोटे उदाहरण स्वरूप स्वामी प्रार्थना बसंती नाई स्वामी उपवास करती नाई स्वामी बाइबल पढ़ती नाई सबु बेले जागतिक विषय माति समय ये प्रभुଙ୍କ सहित अछंती प्रभुଙ୍କ सहित लागिकिना अछंती निज परिवार को कि प्रकार भाव लोक मान ठारू सुरक्षा करुछंती एटा शिखिबा आमे एटा जदि आमे शिखिबा ताहा हेले हमर परिवार को आमे ठीक रे रखि परिबा आमे सेता बेले दाऊद क्षांत हेले आउ से फेरिकिना पळेले पळेला परे घर को आसला बेले देखुचंती नाबल फुल पटास होश मध्य नाही सेही समय रे ता पछे कहउचंती क्षेत्र किसी कहले नहीं बोले देखु मु 36 रो शेष अंश पढ़ुची ए हेतु सकाळ आलुओ पर्यंत अबिगल ताहाकु अल्प बा बहुत कौनसी कथा जणैला नहीं यार अर्थ कौन सॉरी नहीं नहीं केते बेले कु कथा कहबार जानबार अछि यार थाकी फुंडी आसीथिबे आनीचंती बाइंगन हाँ आज तो बसंत टी पानी ग्लास टी दियो मुंड टिके ठंडा आउ आनीचंती
केबे शिखब मो बैंगन बाचबा को समय रे को कथा कहबार अछि सेटा शिखबार अछि सेति जो माने वयस्क माँ माने अछंती से शिखेबार अछि स्वामी सहित केंती कथा हेबु घर को आसु आसु केमिति हेबु केमती करू घर को आइला बेले कौन फाटला नाइटी गोटे पिंदी से पाखरे जाई लिम लिमा काम चलाई थिबे हमर माँ माने केते बेले टिप टॉप बाहर को गला बेले कार पई टिप टॉप हां कार पई टिप टॉप हेउछ पाउडर के घेनी दउची हां लिपस्टिक के हम दउची हां ए जो फाउंडेशन के आनी दउची की कार पई सेटा बाहरे गला बेले टिप टॉप घरे कौन एमती अवस्था ता बचे हे प्रभु मोर स्वामी रो मन कुआडे न लागू तुम्हें तो जिमती अवस्था रे थाउच ठीक सफा सुतरा भल भाव थिले हेबो नाही दांत केते बेले घसबे ठीक एटा हमरो एटा होची फैमिली प्रेयर एटा एमती शिखबार अछि ना केंती शिखबार अछि एमती आका शिखबा को पड़ो एमिति शिखी कि ना आमे शिखबार अछि आमे बोल कहले हमर परिवार को आमे ठीक रे हैंडल करि परबा मोर स्वामी किछि बुझु नांती एठी अबिगल केमती बुझुचंती सब जाक सब केमती हैंडल करूचंती एटा एमिति आमे परिवार को चलेबा को जानबार अछि तुई मुंडो की मुई मुंडो आसो ढुका ढुकी ही देखबा एठी मुंडो कथा नै एठी ये आत्मिक लोक केमती डील करूचंती आम ठारे कौन लेखा अछि स्वामी बसीभूत हुओ सेम लेखा अछि तुम्हें मते प्रेम करो ए लेखा बाइबल धरिकिना मिसा गंडगोल छाड़ू नथिबे जेदो सकाळ होछि 36 पद मात्र प्रातःकाल रे नाबल रो मत ता टुटंते हां जत्ते बेले सकाळ हे गला मुंड बता मत छाड़ी गला हे गला ता पछे जानले जे एबे आर सब सेंस आइला ताहार भार्या ताहाको सेही सब कथा जणाइला तहिरे ताहार हृदय ता अंतर रे मरि गला बुझो मु केड़े बड़ो भूल काम करिछि सुनु सुनु कौन है भितरे पत्थर एमती अवस्था ओहो एड़े बड़ घटना घटी जाउतिला मते जणा नहीं मुई पी कि ना हाँ आमर लोक कूटा बर्बाद कला हाँ से जयपुर से लेखले एनोनी बिहारी पानी काय मंतर कला नहीं नहीं ए की मंतर कला एटा मु स्त्री मोर निशा तो लागू नहीं से मदर निशा तो छाड़ू नहीं बारुछि की प्रकार भाव से लिखी मूसा के मार रेनु ना बोले सुनंतु से पत्थर परी होई गला गौरव भी जॉइन करिछि गौरव भी सुनी सुनी हसुछि हां हां बहुत बढ़िया हां ओके ठीक अछि पढंतु से पत्थर परी होई गला हां बुझंतु की अवस्था केतर सेते बेले जणैले देखमो एंती एंती करिथिलो एमती लोक मारबा आसुतिले मु गली तुमे टिके देबा गुतला कोन बुडी जाइथंदा तुमरो सेते बेले भितरे आत्मा मरि जाउचंती पूरा पत्थर परी हे गले पत्थर परी हे गला परे अनंतर उणाधिक 10 दिन उतारे सदा प्रभु नाबल को आघात करते से मला गला छिड़ला तार काम अवस्था एमिति प्रिय माने प्रभु आमान को दया करंतु हमर परिवार इंपोर्टेंट मु कहूची ना हमर फैमिली बहुत इंपोर्टेंट परिवार रे स्वामी स्त्री निज परिवार रो जत्न नेबार सिखवा स्त्री माने जो स्वामी माने पारु नाहंती स्त्री माने जत्न नियंतु ताहले परिवार चलिबो एटा होची परिवार कथा जणे पड़ले आउ जणे उठेबार अछि एटा की प्रकार जदी सेही दिन अबिगल बुद्धिमान रो काम करि नथांते ताहले ता परिवार नष्ट होइथांते नाबल परे मरि गलासी प्रिय माने सेति पई आमाने जत्न हेबा हमर परिवार रो दायित्व को आमे नेबा
आमे दुनिया रो रंग खाली टंका कमेबा आज निशा कोटा एटा टंका कमेबा टंका पिला को टिके टाइम दउ नांती स्त्री को टिके टाइम दउ नांती घरे टिके टाइम नहीं खाली पैसा पछरे धाई चंती प्रिय माने प्रभु मान को दया करंतु एई जो कहानी बा एटा सत्य घटना जोटा कि आम पाए लिखा जाइछि जणे जदि स्पिरिचुअल नांती जणे दायित्व नौ नांती आउ जणे दायित्व नेबार अछि हमर स्त्री माने दुर्बल नांती से माने जो अंटा भिड़बे सब किछि करि परबे सेतबे लिखा जाउछि ज्ञानवती स्त्री गुंथई आमे घर को गुंथबा लोक माने आमे सही प्रकार भाबे करिबा आसंत आमे प्रार्थना करिबा पाइ जिबा चक्षु बंद करिबा प्रभु को छामुरे निज परिवार को आमे रखिबा प्रिय माने